ଶତପତି ବସ। ତମେ କେମିତି ଅଛ? ତମେ ତମେ ଆଜି କଣ ଖାଇଛ? ତମେ କଣ ଖାଇଛ? ତମେ ବିସ୍କୁଟ ଖାଇଛ। ହଉ ଆଜିର ପାଠ ଆରମ୍ଭ କରିବା। ସମସ୍ତେ ରେଡି? କୋଉମାନେ ରେଡି କି ହାତ ଟେକି ଦେଲ? ଗୁଡ୍ ବୟ ଆଣ୍ଡ ଗୁଡ୍ ଗାର୍ଲ। ଆରମ୍ଭ କରିବା। ଓଡ଼ିଆ ଅକ୍ଷର ରୂପ ଆମେ ଆଜି ଜାଣିବା। ଓଡ଼ିଆରେ ଅ ଠାରୁ ଲ ଆସେ ନା ଆସେ? ସମସ୍ତଙ୍କୁ ଆସେ। ସେଇଗୁଡାକ ଆଜି ମଗେଇବା। ପ୍ରଥମେ ହେଲା ଅ। ପ୍ରଥମେ କଣ? ଅ ପରେ ଆ ପରେ ହସେଇ ପରେ ଦୀର୍ଘେଇ ତାପରେ ହର୍ଷଉ ପରେ ଦୀର୍ଘ ପରେ ରୁ ପରେ ରୁ ପରେ ଏ ପରେ ଐ ପରେ ଓ ପରେ ଏତକ ହେଲା ସ୍ୱର ବର୍ଣ୍ଣ। ଅ ଠାରୁ ଅ ପର୍ଯ୍ୟନ୍ତ ହେଲା ସ୍ୱର ବର୍ଣ୍ଣ। ହେଲା କୋଉ ବର୍ଣ୍ଣ? ଏବେ ତାପରେ ବର୍ଣ୍ଣ ଦୁଇ ପ୍ରକାର, ଗୋଟେ ସ୍ୱର ବର୍ଣ୍ଣ, ଗୋଟେ ହେଲା ବ୍ୟଞ୍ଜନ ବର୍ଣ୍ଣ। ତେବେ ସ୍ୱର ବର୍ଣ୍ଣ ଗଲା ଅ ଠାରୁ ଓ, ତାପରେ ବ୍ୟଞ୍ଜନ ବର୍ଣ୍ଣ ହେଲା କ ଠାରୁ ଲ। ବ୍ୟଞ୍ଜନ ବର୍ଣ୍ଣ କୋଉ ଠାରୁ କୋଉ ପର୍ଯ୍ୟନ୍ତ? କ ଠାରୁ ଲ ପର୍ଯ୍ୟନ୍ତ। ତାହେଲେ ଓ ପରେ କଣ ଆସିବ? କ ପରେ ତାପରେ ଗ ପରେ ଘ ପରେ ಞ ପରେ ଚ ପରେ ଛ ପରେ ଜ ପରେ ଝ ପରେ ಞ ପରେ ଟ ପରେ ଠ ପରେ ଡ ପରେ ଢ ପରେ ଣ ପରେ ତାପରେ କଣ ଆସିବ? ଦ ପରେ କଣ ଆସିବ? ତାଲବେଶ ମୁଦ୍ନେଶ ଯନ୍ତେଶ ହେଲା ଆମର ବ୍ୟଞ୍ଜନ ବର୍ଣ୍ଣ। ଅ ଠାରୁ ଲ। ମନେ ରହିଲା? ତାହେଲେ ମୁଁ ପଚାରୁଛି, କହିପାରିବେ ସମସ୍ତେ? ଯାହାକୁ ଯୋଉଟା ପଚରା ହବ। କହିଲ ଟ ପରେ କଣ ଆସେ? ତମେ କୁହ। ଗୁଗୁଲି ତମେ କୁହ। ଟ ପରେ ଗୁଡ୍ ଗାର୍ଲ। ତମେ ଅଙ୍କିତି କହିଲ କ ପରେ କଣ ଆସେ? କ ପରେ ଗୁଡ୍ ବୟ। ସେମିତି କରନ୍ତିନି। ତମେ କହିଲ ଡ ପରେ କଣ ଆସେ? ଗୁଡ୍ ଗାର୍ଲ। ଏବେ କୁହ ତମେ ମ ପରେ କଣ ଆସେ? ଗୁଗୁଲି ତମେ କୁହ। ମ ପରେ ତମେ କହିଲ ଉ ପରେ କଣ ଆସେ? ଚ। ତାପରେ ତମେ କହିଲ ଦ ପରେ କଣ ଆସେ? ଧ। ତମେ କୁହ କେତେଟା ସ ଅଛି? ତମେ କହିଲ ତିନୋଟି। ଗୁଡ୍ ଗାର୍ଲ। କଣ? ଗୋଟେ ହେଲା ଗୋଟେ ତାଲବେଶ, ଗୋଟେ ହେଲା ତିନି ପ୍ରକାରର ସ ଆମର ଅଛି। ମନେ ରଖିଲ? କେତେଟା ସ ଅଛି? କଣ? ତାଲବେଶ, ହ ପରେ କଣ ଆସେ? ଆଉ କହିଲ ପ ପରେ କଣ ଆସେ? ମନେ ରଖିଲ ତ? ସବୁ ମନେ ରହିଲା? ପଚାରିଲେ ଆସିବ ତ? ହାତ ଟେକିଲ। କାଲି ପଚାରିଲେ କାହାକୁ ଆସିବ? ସମସ୍ତଙ୍କର ଗୁଡ୍ ଗାର୍ଲ। ଆଜିର ପଢା ସମସ୍ତଙ୍କୁ ଭଲ ଲାଗିଲା? କାହାକୁ ଭଲ ଲାଗିଲା ହାତ ଟେକ।